ଘରେ ଘରେ ପଖାଳ ଭାତ ଖରା ଦିନ ଆସିଗଲା ତା ସହିତ ସାଇଡ ଡିଶ କଣ ରହିବ ଭାବିଲେ ଲୋକମାନେ ଚିନ୍ତାରେ ପଡିଯାଆନ୍ତି। କିନ୍ତୁ ମୁଁ ଆଜି ଆପଣଙ୍କ ପାଇଁ ଦୁଇଟା ରେସିପି ଏଇପରି ଭାବରେ ଆଣିଛି, ଆପଣ ଦେଖୁ ଦେଖୁ ବନେଇଦେବେ। କେବଳରୁ କେବଳ 2 ରୁ ବି 10 ମିନିଟ ଲାଗିବ ନାହିଁ, ବନିକି ରେଡି ହେଇଯିବ ଏଇ ଦୁଇଟା ରେସିପି। ଆଉ ଆପଣ ଯଦି ଏଇ ଦୁଇଟାକ ଭିତରୁ କୌଣସି ଗୋଟିଏ ବନେଇ ଦଉଛନ୍ତି, ପଖାଳ ଭାତ ବେଲେ କଣ 2 ବେଲା ବି ଖାଇବେ। ଆଉ ପ୍ରତ୍ୟେକ ଓଡିଶା ଲୋକମାନେ ଜାଣିଛନ୍ତି ଆଳୁ ଚକଟା ତା ସହିତ ଆଳୁ ଭଜା ଯୋଉ ଟେଷ୍ଟ ପଖାଳ ଭାତ ସହିତ 2 ଗୁଣା କରିବ। ତ ଚାଲନ୍ତୁ ଫ୍ରେଣ୍ଡ ଆରମ୍ଭ କରିଦବା ଆଳୁ ଭଜା। ତା ଲାଗି ଫ୍ରେଣ୍ଡ ମୁଁ ଏଇଠି ନେଇଯାଇଛି ସୋରିଷ ତେଲରେ ଏଇଠି ମୁଁ ଦେଇଦେଇଛି ଜିରା। ଜିରାକୁ ଫ୍ରେଣ୍ଡ ବହୁତ ବଢିଆ ଗୋଟେ ଫୁଟିବାକୁ ଛାଡିଦବା। ବହୁତ ଅଧିକାଂଶ ଲୋକ ସୋରିଷ ପସନ୍ଦ କରନ୍ତି, ତ ଜିରାଟାକୁ ସ୍କିପ୍ କରିକି ମଧ୍ୟ ସୋରିଷ ଆପଣ ଆଡ କରିପାରିବେ। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ପିଆଜ। ଏଇଠି ଫ୍ରେଣ୍ଡ ସ୍କିପ୍ କରନ୍ତୁ ନାହିଁ, ଏଇଠି ରହିବା ଆପଣଙ୍କ ପାଇଁ ଗୋଟେ ଛୋଟିଆ ଟିପ୍ସଟେ, ତାକି ଫ୍ରେଣ୍ଡ ଆଳୁ ଭଜାର ବାସ୍ନାଟା 2 ଗୁଣା ହେଇଯିବ। ତ ତା ଲାଗି ଫ୍ରେଣ୍ଡ ଆପଣ ଯୋଉ ପିଆଜ ଦଉଛନ୍ତି ଧ୍ୟାନ ଦେବେ ଫ୍ରେଣ୍ଡ, ଏଇଠି ପ୍ରଥମତଃ ଷ୍ଟେପ ହଉଛି ଆପଣ ଏଠି ସୋରିଷ ତେଲ ନେଇଥିବା ଆବଶ୍ୟକ। ଆଳୁ ଭଜା ମାନେ ସୋରିଷ ତେଲ, ଯଦି ଆପଣ ଚାହୁଁଛନ୍ତି ଅଲଗା ତେଲରେ ୟୁଜ କରିପାରିବେ, କିନ୍ତୁ ସୋରିଷ ତେଲ ନେଲେ ବହୁତ ଜବରଦସ୍ତ ଟେଷ୍ଟ ଆସେ। ତା ସହିତ ଫ୍ରେଣ୍ଡ ଯେତେବେଳେ ଆପଣ ପିଆଜଟା ଭାଜୁଛନ୍ତି ନା, ପୁରା ଲୋ ଫ୍ଲେମରେ ଭାଜନ୍ତୁ। ଟିକେ ଟାଇମ ଲାଗିବ 2 ମିନିଟ ଖଣ୍ଡେ, କିନ୍ତୁ ପୁରା ଫ୍ରେଣ୍ଡ ଲୋ ଫ୍ଲେମରେ ଭାଜନ୍ତୁ, ତାକି ପିଆଜର ଫ୍ଲେଭରଟା ବହୁତ ବଢିଆ ଭାବରେ ତେଲ ସହିତ ମିଶିଯିବ ଆଉ ବହୁତ ଭଲ ବାସ୍ନା ହବ। ତାପରେ ଫ୍ରେଣ୍ଡ ଏଇଠି କଞ୍ଚା ଲଙ୍କା ଚିରିକି ଦେଇ ଦିଅନ୍ତୁ। ଯଦି ଛୋଟ ଛୁଆ ମାନେ ଖାଉଛନ୍ତି ତ ଆପଣ ଏଠି କଞ୍ଚା ଲଙ୍କା ସ୍କିପ୍ ମଧ୍ୟ କରିପାରିବେ। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ଆଳୁକୁ ମୁଁ ପୁରା ପତଲା ପତଲା ସ୍ଲାଇସ କରିକି କାଟି ଦେଇଥିଲି ଛୁରୀ ସାହାଯ୍ୟରେ। ଆପଣ ମୋଟା ସାଇଜ ମଧ୍ୟ କାଟି ପାରିବେ, ପତଲା କରିକି ବି ମଧ୍ୟ କାଟି ପାରିବେ। ଏଇଠି ମୁଁ ନେଇଯାଇଛି ଲୁଣକୁ ଫ୍ରେଣ୍ଡ ଏଇଠି ଆମେ ସ୍ୱାଦ ଅନୁସାରେ ଦେବା। ତା ସହିତ ଫ୍ରେଣ୍ଡ ଏଇଠି ଆମେ ଦେଇଦେବା ହଳଦୀର ଗୁଣ୍ଡ। ଏଇଠି ଫ୍ରେଣ୍ଡ ହଳଦୀର ଗୁଣ୍ଡ ବି ମଧ୍ୟ ମୁଁ ଅଧ 1 ଚାମଚ ନେଇଛି। ତା ସହିତ ଫ୍ରେଣ୍ଡ ମୁଁ ଏଇଠି ନେଇଯାଇଛି ଲଙ୍କାଗୁଣ୍ଡ ଫ୍ରେଣ୍ଡ ଏଇଠି ମୁଁ ଅଧ 1 ଚାମଚ ନେଇଛି। ନେଇକି ଫ୍ରେଣ୍ଡ ବହୁତ ହି ବଢିଆ ସେ ୟାକୁ ଆମେ ଦେଇଦବା। ଦେଇକି ଫ୍ରେଣ୍ଡ ଆପଣ ବହୁତ ହି ବଢିଆ ସେ ୟାକୁ ଟିକେ ମିକ୍ସ କରିଦିଅନ୍ତୁ, ତାକି ଲୁଣ ହଳଦୀ ଲଙ୍କାଗୁଣ୍ଡ ସବୁତକ ଏକା ସହିତ ଲାଗି ରହିବ ଆଉ ପରଫେକ୍ଟ ଇଏ ଆମର ରେଡି ହେଇଯିବ। ଦେଖିପାରୁଥିବେ ନା ଫ୍ରେଣ୍ଡ, ବହୁତ ବଢିଆ ସେ ପୁରା ପରଫେକ୍ଟ ରେଡି ବି ମଧ୍ୟ ଆମର ବାସ୍ନା ହବା ଆରମ୍ଭ ହେଇଯିବ। ଯଦି ଫ୍ରେଣ୍ଡ ଆପଣ ବନଉଛନ୍ତି ଏହିପରି ଭାବରେ, କିଛି ଗୋଟେ ନୂଆ ଟୁଇଷ୍ଟ ରହିଛି, ଆପଣ ମାନେ କହିବେ କି ଏଇଟା ତ ଆମେ ଆଗରୁ ହିଁ ଜାଣିଛୁ, ତ ଏଇଥିରେ କଣ ଅଛି? ତ ଏଇଥିରେ କିଛି ଗୋଟେ ଏମିତି ଜିନିଷ ଅଛି ଯାହା ମୁଁ ଆପଣଙ୍କ ସହିତ ସେୟାର କରିବି ବୋଲି ଭାବିଲି। ତ ଫ୍ରେଣ୍ଡ ଆପଣ ଦେଖିପାରୁଥିବେ ହୋଟେଲ ମାନଙ୍କରେ ଯେତେବେଳେ ଆଳୁ ଭଜା ଖାଆନ୍ତି ବହୁତ ବଢିଆ ବାସ୍ନା ହେଇଥାଏ। ତ ଏଇଟା ହଉଛି ଫ୍ରେଣ୍ଡ ସେଇ ମସଲା। ଏଇଟା ଆଉ କୌଣସି ମସଲା ନୁହଁ, ଆପଣଙ୍କ ଘରେ ଥିବା ସେଇ ଚିକେନ ର ମସଲା 1 ଚାମଚ ଆପଣ ପକେଇ ଦିଅନ୍ତୁ, କିମ୍ବା କ୍ୱାଣ୍ଟିଟି ହିସାବରେ ଆପଣ କମେଇ ବି ମଧ୍ୟ ପାରିବେ। ଯଦି ଅଳ୍ପ ବନଉଛନ୍ତି ତ ଅଧ 1 ଚାମଚ ମଧ୍ୟ ଫ୍ରେଣ୍ଡ ଦେଇପାରିବେ। ବହୁତ ବଢିଆ ଭାବରେ ବାସ୍ନା ଆସିବ। ଯୋଉମାନଙ୍କ ପାଖରେ ଚିକେନ ର ମସଲା ନାହିଁ ସେମାନେ ଫ୍ରେଣ୍ଡ ଏଇଠି ମଟନ ର ମସଲା ମଧ୍ୟ ଆଡ କରିପାରିବେ। ଯଦି ମଟନ ର ମସଲା ନାହିଁ ଫ୍ରେଣ୍ଡ, ତ ଆପଣ ଏଇଠି ଫ୍ରେଣ୍ଡ ଭେଜିଟେବୁଲ ଯେକୌଣସି ତରକାରୀର ମସଲା ଆଡ କରିଦିଅନ୍ତୁ, ବହୁତ ବଢିଆ ଭାବରେ ବାସ୍ନା ଆସିବ। କିନ୍ତୁ ଫ୍ରେଣ୍ଡ ଗରମ ମସଲା ଆଡ କରିବେ ନାହିଁ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ବହୁତ ହି ବଢିଆ ସେ ମୁଁ ଘୋଡେଇ ଦେଇଛି 2 ରୁ 3 ମିନିଟ ପରେ ମୁଁ ଆପଣଙ୍କୁ ଏଇଠି ଦେଖଉଛି। ଲୋ ଟୁ ମିଡିୟମ ଫ୍ଲେମ କରିକି ମୁଁ ଏଇଠି ରଖିଦେଇଥିଲି। ଆଉ ଗୋଟେ ଜିନିଷ ଫ୍ରେଣ୍ଡ, ଯଦି ଆପଣ ଚାହୁଁଛନ୍ତି ଟିକେ ଜଲ୍ଦି ହବା ପାଇଁ, ତ ଏଇଠି ଆପଣ 2 ରୁ 3 ଚାମଚ ପାଣି ମଧ୍ୟ ଦେଇପାରିବେ, ତାକି ପାଣିର ବାମ୍ଫରେ ଇଏ ବହୁତ ହି ବଢିଆ ସେ ଜଲ୍ଦି ମଧ୍ୟ ହେଇଯିବ। ଏଇଠି ଫ୍ରେଣ୍ଡ ଦେଖିପାଇଲେ ନା କେତେ ସହଜ। ଆଉ ଏବେ ମୁଁ ଏଇଠି ଆପଣଙ୍କୁ ମିକ୍ସ କରିକି ଦେଖଉଛି, ପୁରା ପରଫେକ୍ଟ ଆମର ଆଳୁ ଭଜାଟି ପୁରା ପରଫେକ୍ଟ ଇଏ ଆମର ରେଡି ହେଇଗଲାଣି। ବହୁତ ଭଲ ସେ ଟିକେ ମିକ୍ସ କରିଦିଅନ୍ତୁ, ତାକି ତଳେ ଯାହା ଲାଗିଥିବ ସବୁ ମଧ୍ୟ ଏଇଠି ଛାଡିଯିବ। ଆଉ ଗୋଟେ ଜିନିଷ ଫ୍ରେଣ୍ଡ, ମଝିରେ ଆପଣଙ୍କୁ ଏଇଠି ଟିକେ ମିକ୍ସ କରିବାକୁ ପଡିବ। ଯଦି ମଝିରେ ଆପଣ ଏଇଠି ମିକ୍ସ କରିବେ ନାହିଁ, ତ ଏଇଠି ଫ୍ରେଣ୍ଡ ଆପଣଙ୍କର ନିହାତି ଭାବରେ ଆପଣଙ୍କର ଟିକେ ଲାଗିଯିବାର ସମ୍ଭାବନା ରହିବ। ତେଣୁକରି ଆଳୁଟାକୁ ମଝିରେ ଟିକେ ମିକ୍ସ କରିଦିଅନ୍ତୁ। ଆଉ ଗ୍ୟାସ ଟା ବନ୍ଦ କରିକି ଆପଣ ସର୍ଭ କରନ୍ତୁ। ପଖାଳ ଭାତ କଣ ଗରମ ଭାତ କଣ, ଏଇଟା ଆପଣଙ୍କୁ ଛୁଆ ମାନଙ୍କୁ ପରଟା ସହିତ ମଧ୍ୟ ଦେଇପାରିବେ, ରୁଟି ସହିତ ମଧ୍ୟ ଦେଇପାରିବେ, ପୁରୀ ସହିତ ମଧ୍ୟ ଦେଇପାରିବେ, କିମ୍ବା ନିଜେ ସକାଳେ ପଖାଳ ସହିତ ମଧ୍ୟ ଏଇଟା ଖାଇପାରିବେ। ବହୁତ ବଢିଆ ଭାବରେ ଟେଷ୍ଟ ଲାଗେ, ଚୁନଚୁନିଆ ହେଇଛି, ବହୁତ ବଢିଆ ଭାବରେ ଦେଖା ବି ଯେତିକି ଯାଉଛି ସୁନ୍ଦର, ଖାଇବା ମଧ୍ୟ ସେତିକି ମଜା। ତ ଚାଲନ୍ତୁ ଫ୍ରେଣ୍ଡ ସେକେଣ୍ଡ ରେସିପି ଆମର ଆରମ୍ଭ କରିବା। ପଖାଳ ଭାତର ଫେଭରେଟ ଯୋଉଟା କି ସମସ୍ତେ ଖାଆନ୍ତି, ସେଟା ହଉଛି ଆଳୁ ଚକଡା। ବନେଇବା ତ ଏତେ ସିମ୍ପଲ, କିନ୍ତୁ ଗୋଟିଏ ଟିପ୍ସ ଅଛି ଯୋଉଟା ଆପଣ ଜାଣିଲେ ଆହୁରି 2 ଗୁଣା ହେଇଯିବ ଆପଣଙ୍କର ଟେଷ୍ଟଟା। ତେଣୁକରି ଫ୍ରେଣ୍ଡ ଏଇଟା ମୁଁ ଦେଖେଇବି ବୋଲି ଆପଣଙ୍କୁ ଭାବିଲି। ତ ତା ଲାଗି ଫ୍ରେଣ୍ଡ ଆପଣଙ୍କୁ କରିବାର କଣ ଅଛି, ଆଳୁଟା ସିଝେଇ ଦିଅନ୍ତୁ। ଆପଣଙ୍କୁ ବହୁତ ଗୋଟେ ମାନେ ବହୁତ ସହଜ ଉପାୟ କହୁଛି। ଯେତେବେଳେ ଆପଣ ଭାତ ବସଉଛନ୍ତି ନା, ଭାତ ବସିଲା ବେଳେ ଆଳୁକୁ ବହୁତ ହି ବଢିଆ ଭାବରେ 2 ରୁ 3 ଥର ଧୋଇ ଦେଇକି ଆଳୁଟା ପକେଇ ଦିଅନ୍ତୁ। ଭାତ ଓହ୍ଲେଇଲା ବେଳେ ଏଇଟା ଆପଣ କାଢିଦେବେ, ବହୁତ ବଢିଆ ସେ ସୁଝିଯିବ। ଆଳୁର ଚୋପା ଛଡେଇ ଦେଇଛି, ସେଇଥିରେ ମୁଁ ଦେଇଛି ଲଙ୍କା ପିଆଜ ତା ସହିତ ଲୁଣ, ଆଉ ଗୋଟେ ମେନ୍ ଜିନିଷ ଯୋଉଟା କି ହଉଛି ଆମର ଫ୍ରେଣ୍ଡ ସୋରିଷ ତେଲ। ଆପଣ ଆଉ କୌଣସି ପ୍ରକାର ତେଲ ଏଇଠି ୟୁଜ କରିବେ ନାହିଁ, କେବଳ ଏଇଠି ସୋରିଷ ତେଲ ୟୁଜ କରିବେ। ଯଦି ସୋରିଷ ତେଲ ନାହିଁ ଫ୍ରେଣ୍ଡ ଆପଣଙ୍କ ପାଖରେ,
तो आपण याकू स्किप करि परिबे सोरिष तेलटा आपण एठी पकेबा द्वारा स्किप मते करि परिबे किंतु अन्य कोनोसी तेल आपण को एठी पकेइबे नाही नले फ्रेंड आपनकर एठी हबो कोन अलगा बासना हबो भल लागिवनी जदी सोरिष तेल अछि निया दारे फ्रेंड कंचा सोरिष तेल पकेबे फ्रेंड टोटाली आपण तेल को गरम करिवे ना किछि नाही नॉर्मल डायरेक्ट बोतल रो ढालिबे बहुत ही बढ़िया भाबरे बासना लागि थाए बहुत ही भल टेस्ट लागि थाए खाइबार बासना एते ही जाय थाए जे दुई गुणा हमें खाद्य खाइ थाउ एते बासना हे थाए जे ताकू फ्रेंड लंका टी को बहुत ही बढ़िया भाबरे दळिका में चकड़ी दो एठी फ्रेंड मो नाली लंका नै छोट वाला आपण चाहेले फ्रेंड ग्रीन कंचा लंका मध्ये एठी नै परिबे एटा मो कंचा लंकाटा एटा नाली रे आपण चाहेले फ्रेंड ग्रीन कलर वाला भी लंका एठी मध्ये नै परिबे नै कि फ्रेंड बहुत ही बढ़िया से आपण ए भाबरे चकड़ी दियंतु सब तक एठी मिसै दियंतु आ गोटे जिनस फ्रेंड पियाज को ये गुंडू गुंडू करी काटी माने पूरा चुन चुन करी काटी आपण चाहेले फ्रेंड पियाज को लंबा लंबा करी काटी परिबे किंबा आपण जोटा कि खांती नॉर्मल सबआरे तो मिले नाही किंतु जोठी भी मिले आपण माने खांती उल्ली जोटा कि कुहा जाय ताको मध्ये फ्रेंड चोपा छड़े कि नै परिबे बहुत ही बढ़िया लागिवो आ एई जिनसटा फ्रेंड निहाते भाबरे डेफिनेटली नियंतु तोराणीटा पकेया द्वारा हमर आळूटा चकोटाटा आहुरी बहुत बढ़िया भाबरे फाइन भाबरे चकड़ी जाय थाए आ टेस्टटा मध्ये फ्रेंड दुई गुणा आसी थाए आ बहुत ही बढ़िया भाबरे लागि थाए जेहेतु हमर एटा आळूटा सुखिला चकटिले टिके खाइबारे असुविधा हो पखाल भातरे तेनु करी एठी मु तोराणी देइची बाकी जदि आपनको सुखिलिया दरकार त आपण एठी तोराणी दियंतु नै जदि फ्रेंड तोराणी नाही तो आपण एठी नॉर्मल मध्ये पानी देई परिबे नहले एठी आपण ठंडा पेज भी मध्ये टिके देई परिबे नहले गरम पेज भी देई देले चलिबो नहले आपण एठी नॉर्मल पानी मध्ये ऐड करि दियंत आ जदि फ्रेंड आपनको टिके खट्टा वाला फ्लेवर दरकार त आपण एठी लेंबू चिपुडी परिबे किंतु एठी फ्रेंड मु लेंबू चिपुडू नाही आ लास्ट फ्रेंड मु दे देची मिक्सचर जोटा कि घरे घरे जी आलू चकटा खाई सी जाने मिक्सचर आ आलू चकटार टेस्ट रो कोन तो एठी फ्रेंड मु ता फाइन दे देची मिक्सचर एठी आपण रागो मिक्सचर नै जिवे नहले एठी फ्रेंड आपसुची साधा मिक्सचर भी नै जिवे नहले फ्रेंड ओटे पखालो मिक्सचर आछी बॉडी पर कि जोटा कि फ्रेंड मु निजे बनै कि एठी मु ऐड करिची तो आपण चाहेले फ्रेंड मो रेसिपी जदी दरकार म आपण सहित शेयर कर देबी तो खांदु पियंदु केमति लागछ मते कमेंट माध्यम रे जणांतु मु चली खाय